ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେ। ଏହି ମହାନ ବାଣୀର ପ୍ରବକ୍ତା महिमा धर्मर प्रचारक तथा संत कवि भीमभोईंकर आज श्राद्धवार्षिकी। ଏହି ଅବସରରେ ରାଜ୍ୟ ବିଧାନସଭା ପରିସରରେ ଏକ ଭକ୍ତିପୂତ ପରିବେଶ ମଧ୍ୟରେ ସନ୍ଥ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ସ୍ଥାପିତ ହୋଇଥିବା ସନ୍ଥ କବିଙ୍କ ପ୍ରତିମୂର୍ତ୍ତି ନିକଟରେ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପହଞ୍ଚି ଭୀମଭୋईଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏଥିସହିତ ଶ୍ରୀଯୁକ୍ତ ମାଝୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି। ତାଙ୍କ ସହ ଉପସ୍ଥିତ ଥିଲେ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ। ମହିମା ଗୋସାଇଁଙ୍କ ଏହି ଅନନ୍ୟ ଶିଷ୍ୟଙ୍କ ସାମାଜିକ ସଂସ୍କାର ଓ ସାହିତ୍ୟ କୃତିକୁ ମନେ ପକାଇ ସେଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ତାଙ୍କୁ ସମ୍ମାନ ଜଣାଇଥିଲେ। ଭୀମଭୋଇ କେବଳ ଜଣେ କବି ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ଅନ୍ଧବିଶ୍ୱାସ ଓ ଜାତିପ୍ରଥା ବିରୁଦ୍ଧରେ ତାଙ୍କର ସ୍ୱର ସଦାବେଳେ ଶାଣିତ ଥିଲା। ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ସେହି କାଳଜୟୀ କବିତା ଓ ଦର୍ଶନକୁ ସ୍ମରଣ କରାଯାଇଛି। ବିଶିଷ୍ଟ ବ୍ୟକ୍ତିମାନେ ସନ୍ଥ କବିଙ୍କ ବିଚାରଧାରା ଆଜିର ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ରହି ସନ୍ଥ କବିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସମଗ୍ର ବିଧାନସଭା ପରିସର ଆଜି ମହାନ ଆତ୍ମାଙ୍କ ସ୍ମୃତିରେ ଶ୍ରଦ୍ଧାମୟ ହୋଇଉଠିଛି। ଓଡ଼ିଶାର କଳା, ସଂସ୍କୃତି ଓ ସାହିତ୍ୟ ପ୍ରତି ଭୀମଭୋईଙ୍କ ଅବଦାନ ସର୍ବଦା ଅତୁଳନୀୟ ଏବଂ ଏହି ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ପ୍ରତି ରାଜ୍ୟବାସୀଙ୍କର ଗଭୀର ସମ୍ମାନର ପ୍ରତୀକ। ଆଜି ହେଉଛି ସନ୍ଥ କବି ଭୀମଭୋईଙ୍କର ଶ୍ରାଦ୍ଧ ଦିବସ। ଏହି ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ସନ୍ଥ କବି ଭୀମଭୋଇ କେବଳ ଜଣେ ମହାନ କବି ବା ସନ୍ଥ ନଥିଲେ, ସେ ଥିଲେ ମାନବତା, କରୁଣା ଏବଂ ସାମାଜିକ ନ୍ୟାୟର ଶକ୍ତିଶାଳୀ ସ୍ୱର। ଅତ୍ୟନ୍ତ ସରଳ ଓ ସାବଳୀଳ ଭାଷାରେ ଭଜନ ଓ ଚଉତିଶା ମାଧ୍ୟମରେ ସେ ମାନବତା, ସରଳତା ଓ ସାମାଜିକ ସମାନତାର ବାର୍ତ୍ତା ସେ ଦେଉଥିଲେ। ସେ ଦିବ୍ୟାଙ୍ଗ ଥିଲେ ସତ, ଦେଖିପାରୁନଥିଲେ, କିନ୍ତୁ ତାଙ୍କ ଦେଖାଇବା ରାସ୍ତା, ତାଙ୍କ ମୁଖ ନିଃସୃତ ବାଣୀ ଆଜି କୋଟି କୋଟି ଲୋକଙ୍କୁ ଆଜି ମାର୍ଗଦର୍ଶନ ପ୍ରଦାନ କରୁଅଛି। ସେ ଜୀବଜଗତର ଦୁଃଖରେ ଅତ୍ୟନ୍ତ ଦୁଃଖୀ ହୋଇ ସେ କହିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମୁତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ଏହି ମହାନ ଚିନ୍ତାଧାରା ଆଜି ସନ୍ଥ କବିଙ୍କୁ ଆଜି ବିଶ୍ୱ ବିଦିତ କରିଛି। ଏଭଳି ଚିନ୍ତାଧାରା କେବଳ ଜଣେ କବି କିମ୍ବା ଲେଖକ ପକ୍ଷରେ ସମ୍ଭବ ନୁହେଁ, ଏହା କେବଳ ଜଣେ ସନ୍ଥ ହିଁ କରିପାରିବେ। ଅନ୍ଧ ହୋଇ ମଧ୍ୟ ତାଙ୍କର ଜ୍ଞାନ ଓ ଭକ୍ତିଭାବ ସାରା ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ସହିତ ସାରା ବିଶ୍ୱକୁ ସମୃଦ୍ଧ କରିପାରିଛି।